Hello and welcome back to OPSC OS Aspirant YouTube channel. I hope all of you are doing well. In this video, we will discuss about important current affairs from the first week of May 2026. These topics will be highly relevant for various competitive examinations, including those conducted by the Odisha government as well as the central government. So stay tuned till the end to make sure you don't miss any important updates. ଆମର ପ୍ରଥମ କ୍ୱେଶ୍ଚିନ୍ଟି ହେଉଛି କୋଟଗଡ଼ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଇଜ୍ ସିଚୁଏଟେଡ୍ ଇନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଣ୍ଡିଆନ୍ ଷ୍ଟେଟ୍ସ ବା କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ନିମ୍ନଲିଖିତ କେଉଁ ଭାରତୀୟ ରାଜ୍ୟରେ ଅବସ୍ଥିତ? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଓଡ଼ିଶା। ଦେଖନ୍ତୁ କୋଟଗଡ଼ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ରିସେଣ୍ଟଲି ଟ୍ରେଣ୍ଡିଂରେ ଥିଲା କାରଣ 5ଟି ପୋଚରକୁ ଓଡ଼ିଶା ପୁଲିସ ସକ୍ସେସଫୁଲି ଧରିଥିଲେ ଓ ଆମ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଏହି ବନ୍ୟପ୍ରାଣୀ ଅଭୟାରଣ୍ୟ ଅବସ୍ଥିତ। ଏଠାରେ ହାତୀ, ବାଘ, ଗୟଳ ଏବଂ ଅନେକ ପ୍ରକାରର ପକ୍ଷୀ ଦେଖିବାକୁ ମିଳନ୍ତି। ବିଶେଷ କରି ପୂର୍ବଘାଟ ପର୍ବତମାଳାରେ ହାତୀମାନଙ୍କର ସଂରକ୍ଷଣ ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଠାକାର ଘଞ୍ଚ ଜଙ୍ଗଲ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ। ଆଉ ସବୁଠାରୁ ବଡ଼ କଥା ହେଉଛି ଏଠାରେ ଥିବା ସ୍ଥାନୀୟ ଜନଜାତିମାନଙ୍କର ଅପୂର୍ବ ଓ ଦୁର୍ଲଭ ସଂସ୍କୃତି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଇଶାଙ୍ଗ ସିଂ ଇଜ୍ ଆସୋସିଏଟେଡ୍ ୱିଥ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ରିମାର୍କେବଲ୍ ଆଚିଭମେଣ୍ଟସ୍ ବା ଇଶାଙ୍ଗ ସିଂ ନିମ୍ନଲିଖିତ ମଧ୍ୟରୁ କେଉଁ ଉଲ୍ଲେଖନୀୟ ସଫଳତା ସହିତ ଜଡ଼ିତ? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ୟଙ୍ଗେଷ୍ଟ ସ୍ୱିମର ଟୁ କ୍ରସ୍ ଦ ପାକ୍ ଷ୍ଟେଟ୍ ବା ପକ୍ ପ୍ରଣାଳୀ। ଦେଖନ୍ତୁ ରିସେଣ୍ଟଲି ଇଶାଙ୍ଗ ସିଂ ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ସେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା 30 କିଲୋମିଟର ପକ୍ ପ୍ରଣାଳୀ ବା ପଲ୍କ ଷ୍ଟ୍ରେଟ୍ ପହଁରି ପାର ହୋଇଛନ୍ତି। ତାହା ପୁଣି ଖୁବ୍ କମ୍ ବୟସରେ। ଏହି ସମୁଦ୍ର ପଥରେ ପହଁରିବା ସହଜ କଥା ନୁହେଁ କାରଣ ସମୁଦ୍ରର ଅଜଣା ସ୍ରୋତ ଏବଂ ବିପଜ୍ଜନକ ସାମୁଦ୍ରିକ ଜୀବମାନଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ। ତାଙ୍କର ଏହି ସଫଳତା ଆଜି ଦେଶର ଯୁବ ଆଥଲେଟ୍ମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟସ୍ କରେକ୍ଟଲି ଡେସ୍କ୍ରାଇବ୍ସ ଇଣ୍ଡିଆଜ୍ ରିସେଣ୍ଟଲି ଟେଷ୍ଟେଡ୍ ଲଙ୍ଗ୍ ରେଞ୍ଜ ହାଇପରସୋନିକ୍ ଆଣ୍ଟିସିପ୍ ମିସାଇଲ୍ ବା ଭାରତ ଦ୍ୱାରା ନିକଟରେ ପରୀକ୍ଷା କରାଯାଇଥିବା ଦୂରଗାମୀ ହାଇପରସୋନିକ୍ ଆଣ୍ଟିସିପ୍ ମିସାଇଲ୍ ବିଷୟରେ କେଉଁଠି ସଠିକ୍? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଇଟ୍ କ୍ୟାନ୍ ଟ୍ରାଭେଲ୍ ଏଟ୍ ହାଇପରସୋନିକ୍ ସ୍ପିଡ୍ ଏଭଭ୍ ମାକ୍ 5 and has a range of about 1500 କିଲୋମିଟର। ଦେଖନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଏକ ଇତିହାସ ରଚିଛି। ଡିଆର୍ଡିଓ ଦ୍ୱାରା ନିର୍ମିତ ଏହି ହାଇପରସୋନିକ୍ ମିସାଇଲ୍ ମ୍ୟାକ୍ 5ରୁ ଅଧିକ ବେଗରେ ଗତି କରିପାରିବ। ମାନେ ଶବ୍ଦର ବେଗରୁ 5 ଗୁଣା ଅଧିକ ସ୍ପିଡ୍ରେ ଗତି କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା 15,000 କିଲୋମିଟରରୁ ଅଧିକ। ଏତେ ସ୍ପିଡ୍ ଯେ ଶତ୍ରୁର ରାଡାର ଏହାକୁ ଧରିବା ପ୍ରାୟ ଅସମ୍ଭବ। ଏହି ଟେକ୍ନୋଲୋଜି ପାଇବା ପରେ ଭାରତ ଏବେ ବିଶ୍ୱର ସେହି ଅଳ୍ପ କେତୋଟି ଦେଶଙ୍କ ତାଲିକାରେ ସାମିଲ ହୋଇଯାଇଛି ଯାହାଙ୍କ ପାଖରେ ଏହି ଶକ୍ତିଶାଳୀ ମିସାଇଲ୍ ଅବସ୍ଥିତ ବା ଅଛି। ଏହା ଭାରତର ସାମୁଦ୍ରିକ ସୁରକ୍ଷାକୁ ଆହୁରି ମଜବୁତ କରିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ଏମଙ୍ଗ ଦ ଫଲୋଇଂ ହ୍ୟାଜ୍ ବିନ୍ ଆପଏଣ୍ଟେଡ୍ ଏଜ୍ ଦ ନ୍ୟୁ ଡେପୁଟି ଗଭର୍ଣ୍ଣର ଅଫ୍ ଦ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ ଆର୍ବିଆଇ ବା ନିମ୍ନଲିଖିତ ମଧ୍ୟରୁ କାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍ବିଆଇର ନୂତନ ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ରୋହିତ ଜୈନ। ଦେଖନ୍ତୁ ଆର୍ବିଆଇ ବା ଆମ ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି। ରୋହିତ ଜୈନଙ୍କୁ ନୂଆ ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ଦିଆଯାଇଛି। ସେ ପୂର୍ବରୁ ଆର୍ବିଆଇର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଭାବରେ ଥିଲେ ଏବଂ ବ୍ୟାଙ୍କିଂ ନିୟମାବଳୀରେ ତାଙ୍କର ପ୍ରଚୁର ଅଭିଜ୍ଞତା ଅଛି। ମନେ ରଖନ୍ତୁ ଆର୍ବିଆଇରେ ଜଣେ ଗଭର୍ଣ୍ଣରଙ୍କ ସହିତ 4ଟି ଡେପୁଟି ଗଭର୍ଣ୍ଣର ଥାନ୍ତି। ରୋହିତ ଜୈନ ଏବେ ଦେଶର ଆର୍ଥିକ ସ୍ଥିରତା ଏବଂ ପେମେଣ୍ଟ ସିଷ୍ଟମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ଦାୟିତ୍ୱକୁ ତୁଲାଇବେ। ଆର୍ଥିକ ସଂସ୍କାର ଦିଗରେ ତାଙ୍କର ନେତୃତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଣ୍ଡିଭିଜୁଆଲ୍ସ ୱେର୍ ରିସେଣ୍ଟଲି ଆପ୍ରୁଭଡ୍ ଏଜ୍ ଦ ନ୍ୟୁ ଫୁଲ୍ ଟାଇମ୍ ମେମ୍ବର୍ସ ଅଫ୍ ନୀତି ଆୟୋଗ ବା ରିସେଣ୍ଟଲି ନୀତି ଆୟୋଗର ନୂତନ ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ
କାହାକୁ ଅନୁମୋଦନ କରାଯାଇଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଡକ୍ଟର ଆର୍ ବାଲାସୁବ୍ରମଣ୍ୟମ୍ ଏବଂ ଡକ୍ଟର ଜୋରାମ ଆନିଆ। ଦେଖନ୍ତୁ, ନୀତି ଆୟୋଗ ହେଉଛି ଭାରତ ସରକାରଙ୍କର ସବୁଠାରୁ ବଡ଼ ଥିଙ୍କ ଟ୍ୟାଙ୍କ। ଏବେ ଏଥିରେ ଦୁଇ ଜଣ ବିଶେଷଜ୍ଞ ଡକ୍ଟର ଆର୍ ବାଲାସୁବ୍ରମଣ୍ୟମ୍ ଏବଂ ଡକ୍ଟର ଜୋରାମ ଆନିଆଙ୍କୁ ସାମିଲ କରାଯାଇଛି। ଏମାନେ ଦେଶର ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ନୀତି ପ୍ରଣୟନ କରିବାରେ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ, ପ୍ରଶାସନ ଏବଂ ସାମାଜିକ କ୍ଷେତ୍ରରେ ଏମାନଙ୍କର ଅଭିଜ୍ଞତା ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ ହେବ ବା ସହାୟକ ହେବ। ଏହିପରି ବିଶେଷଜ୍ଞମାନଙ୍କର ଯୋଗଦାନ ଦ୍ୱାରା ଯୋଜନାଗୁଡ଼ିକର ତୃଣମୂଳ ସ୍ତରରେ ସଫଳ ରୂପାୟନ ହୋଇପାରିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଏଭ୍ରି ଇୟର୍ ଅନ୍ 5th of May, which of the following global health causes is observed? ବା ପ୍ରତିବର୍ଷ ମେ 5 ତାରିଖରେ କେଉଁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ୱାର୍ଲ୍ଡ ଆସ୍ଥମା ଡେ। ସ୍ୱାସ୍ଥ୍ୟ ସଚେତନତା ପାଇଁ ମେ ମାସର ଏହି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଆସ୍ଥମା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଶ୍ୱାସ ରୋଗ ବିଷୟରେ ସଚେତନ କରାଇବା। ଦେଖନ୍ତୁ, ଆସ୍ଥମା ଏକ ଦୀର୍ଘକାଳୀନ ରୋଗ ଯାହା ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରେ। ଅନେକ ସମୟରେ ଲୋକେ ଏହାକୁ ଅବହେଳା କରନ୍ତି, କିନ୍ତୁ ସଠିକ୍ ସମୟରେ ଇନହେଲର ଏବଂ ଚିକିତ୍ସା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ପ୍ରତିବର୍ଷ ଏକ ନୂଆ ଥିମ୍ ସହ ବିଶ୍ୱବ୍ୟାପୀ ଶ୍ୱାସ ରୋଗୀଙ୍କୁ ନୂତନ ସେବା ଯୋଗାଇବା ପାଇଁ ଶପଥ ନିଆଯାଏ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ସିଟି ହ୍ୟାଜ୍ ବିନ୍ ରାଙ୍କ୍ଡ ଏଜ୍ ଦ ୱାର୍ଲ୍ଡ ଫାଷ୍ଟେଷ୍ଟ ଗ୍ରୋଇଂ ମେଜର ସିଟି ଥ୍ରୁ 2035 ଇନ୍ ଦ ଗ୍ରୋଥ୍ ହବ୍ସ ଇଣ୍ଡେକ୍ସ ପବ୍ଲିଶ୍ଡ ବାୟ ସେଲଭିସ୍। ବା ସେଲଭିସ୍ ଦ୍ୱାରା ପ୍ରକାଶିତ ଗ୍ରୋଥ୍ ହବ୍ ଇଣ୍ଡେକ୍ସ ଅନୁଯାୟୀ 2035 ସୁଦ୍ଧା ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ସହରର ମାନ୍ୟତା କାହାକୁ ମିଳିଛି ବା ଭାରତରେ କେଉଁ ସହରକୁ ଏହି ମାନ୍ୟତା ମିଳିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବେଙ୍ଗାଲୁରୁ। ଦେଖନ୍ତୁ, ଭାରତର ସିଲିକନ୍ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁ ଏବେ ବିଶ୍ୱ ସ୍ତରରେ ନିଜର ଦବଦବା ଜାହିର କରିଛି। ସିଭିଲ୍ସ ରିପୋର୍ଟ ଅନୁଯାୟୀ ଆର୍ଥିକ ଶକ୍ତି ଏବଂ ନୂତନ ଷ୍ଟାର୍ଟଅପ୍ କାରଣରୁ ଏହି ସହର 2035 ସୁଦ୍ଧା ସାରା ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବା ବଢ଼ି ଚାଲିଛି। ଶ୍ରେଷ୍ଠ 5ଟି ସହର ମଧ୍ୟରେ ଏହା ହେଉଛି ଏକମାତ୍ର ଭାରତୀୟ ସହର। ଏହାଦ୍ୱାରା ଆଗାମୀ ଦିନରେ ସେଠାରେ ଭିତ୍ତିଭୂମି ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହା ଭାରତର 5 ଟ୍ରିଲିୟନ୍ ଅର୍ଥନୀତି ଲକ୍ଷ୍ୟରେ ବହୁତ ସହାୟକ ହେବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ ଆନନ୍ଦ ଆର୍କେ ଆଣ୍ଡ ସୁପର୍ଣ୍ଣା ଶର୍ମା ୱେର୍ ଆୱାର୍ଡେଡ୍ ଦ 2026 ପୁଲିଜର ପ୍ରାଇଜ୍ ଇନ୍ ହ୍ୱିଚ୍ କ୍ୟାଟେଗୋରୀ? ବା ଭାରତୀୟ ସାମ୍ବାଦିକ ଆନନ୍ଦ ଆର୍କେ ଏବଂ ସୁପର୍ଣ୍ଣା ଶର୍ମାଙ୍କୁ 2026 ପୁଲିଜର ପୁରସ୍କାର କେଉଁ ବିଭାଗରେ ପ୍ରଦାନ କରାଯାଇଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଇଲ୍ୟୁଷ୍ଟ୍ରେଟେଡ୍ ରିପୋର୍ଟିଂ ଆଣ୍ଡ କମେଣ୍ଟ୍ରି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ଓନ୍ ଦ ମେନ୍ସ ସିଙ୍ଗଲ ଟାଇଟଲ୍ ଏଟ୍ ଦ ମ୍ୟାଡ୍ରିଡ୍ ଓପେନ୍ 2026? ବା ମ୍ୟାଡ୍ରିଡ୍ ଓପେନ୍ 2026ର ପୁରୁଷ ସିଙ୍ଗଲ ଟାଇଟଲ୍ କିଏ ଜିତିଛନ୍ତି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜାନିକ୍ ସିନର। ଦେଖନ୍ତୁ, ଟେନିସ୍ ଦୁନିଆରେ ଏବେ ଇଟାଲୀର ଜାନିକ୍ ସିନରଙ୍କ ରାଜ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚାଲନ୍ତୁ ଦେଖିନେବା କାହିଁକି। ସେ ଫାଇନାଲ୍ସରେ ଆଲେକ୍ଜାଣ୍ଡାର ଜେଭରେଭଙ୍କୁ ହରାଇ ମ୍ୟାଡ୍ରିଡ୍ ଓପେନ୍ ଜିତିଛନ୍ତି। ଏହା ଥିଲା ତାଙ୍କର କ୍ରମାଗତ ପଞ୍ଚମ ଥର ଏଟିପି ମାଷ୍ଟର 1000 ଟାଇଟଲ୍। ସବୁଠାରୁ ବଡ଼ କଥା ହେଉଛି ସେ ହେଉଛନ୍ତି ପ୍ରଥମ ଇଟାଲୀୟ ଖେଳାଳି ଯିଏ ମ୍ୟାଡ୍ରିଡ୍ ଓପେନ୍ ଟ୍ରଫି ନିଜ ନାମରେ କରିଛନ୍ତି। ତାଙ୍କର ଏହି ଫର୍ମ ଦେଖିଲେ ଲାଗୁଛି ଆଗାମୀ ଫ୍ରେଞ୍ଚ ଓପେନ୍ରେ ସେ ଅଟକାଇବା ଅସମ୍ଭବ ହୋଇପଡ଼ିବେ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଦ ସ୍ୟାଟେଲାଇଟ୍ CAS-502 ରିସେଣ୍ଟଲି ସିନ୍ ଇନ୍ ଦ ନ୍ୟୁଜ୍ ହ୍ୟାଜ୍ ବିନ୍ ଡେଭଲପ୍ଡ ବାୟ? ବା ନିକଟରେ ଚର୍ଚ୍ଚାରେ ଥିବା ଉପଗ୍ରହ CAS-502 କେଉଁ ଦେଶ ଦ୍ୱାରା ବିକଶିତ କରାଯାଇଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସାଉଥ୍ କୋରିଆ। ମନେ ରଖିବେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଦକ୍ଷିଣ କୋରିଆ ଏକ ବଡ଼ ସଫଳତା ପାଇଛି। ଏହି CAS-502 ହେଉଛି ଦକ୍ଷିଣ କୋରିଆର ପ୍ରଥମ ଘରୋଇ ଭାବେ ନିର୍ମିତ ପୃଥିବୀ ପର୍ଯ୍ୟବେକ୍ଷଣ ବା
ଆର୍ଥ ଅବଜରଭେସନ୍ ଉପଗ୍ରହ ବା ସ୍ୟାଟେଲାଇଟ୍, ଏହାକୁ ସ୍ପେସ୍ ଏକ୍ସର ଫାଲ୍କନ୍ 9 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଛି। ଏହି ସ୍ୟାଟେଲାଇଟ୍ ମାଧ୍ୟମରେ ଭୂମି ପରିଚାଳନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମନିଟରିଂ ଅତି ସହଜରେ କରାଯାଇପାରିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଇନଷ୍ଟିଚ୍ୟୁସନ୍ secured the first position globally in the QS Executive MBA Ranking 2026 ବା QS Executive MBA ମାନ୍ୟତା 2026ରେ ବିଶ୍ୱର କେଉଁ ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ। ଯଦି ଆପଣ ବିଶ୍ୱର ସର୍ବୋତ୍ତମ MBA କଲେଜ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି ସହିଦ ବିଜନେସ୍ ସ୍କୁଲ ଏବେ ସବୁଠାରୁ ଆଗରେ। QS 2026 ମାନ୍ୟତାରେ ଏହା ବିଶ୍ୱରେ ପ୍ରଥମ ସ୍ଥାନ ପାଇଛି। ଏଠାକାର ଶିକ୍ଷାଦାନ ଶୈଳୀ, ରୋଜଗାରର ସୁଯୋଗ ଏବଂ ବିବିଧତାକୁ ଦୃଷ୍ଟିରେ ରଖି ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ପ୍ରମାଣିତ କରେ ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ରିଟେନର ଦବଦବା ଏବେ ମଧ୍ୟ କାୟମ ରହିଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଷ୍ଟେଟ୍ ରେକର୍ଡେଡ୍ ଦ ହାଇଏଷ୍ଟ ପାର୍ଟିସିପେସନ୍ ଇନ୍ ଦ ପଞ୍ଚାୟତ ଆଡଭାନ୍ସମେଣ୍ଟ ଇଣ୍ଡେକ୍ସ 2.0 ବା ପଞ୍ଚାୟତ ପ୍ରଗତି ସୂଚକ 2.0ରେ କେଉଁ ରାଜ୍ୟ ସବୁଠାରୁ ଅଧିକ ଅଂଶଗ୍ରହଣ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଉତ୍ତରପ୍ରଦେଶ। ଦେଖନ୍ତୁ, ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ PAI 2.0 ଏକ ବଡ଼ ପଦକ୍ଷେପ। ଏହି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶକୁ ସର୍ବାଧିକ 57,000ରୁ ଅଧିକ ପଞ୍ଚାୟତ ନିଜର ଡାଟା ପ୍ରଦାନ କରି ଏଥିରେ ସାମିଲ ହୋଇଛନ୍ତି। ଯଦିଓ ତ୍ରିପୁରା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି, କିନ୍ତୁ ଅଂଶଗ୍ରହଣ କ୍ଷେତ୍ରରେ ୟୁପି ସବୁଠାରୁ ଆଗରେ। ଏହା ଗ୍ରାମାଞ୍ଚଳର ବିକାଶ ଏବଂ ଉତ୍ତମ ପ୍ରଶାସନ ପାଇଁ ଏକ ସକାରାତ୍ମକ ସଂକେତ ଅଟେ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଦ ଇନଗୁରାଲ୍ ଏଡିସନ୍ ଅଫ୍ ଏକ୍ସରସାଇଜ୍ ପ୍ରଗତି 2026 ୱିଲ୍ ବି ହେଲ୍ଡ ଇନ୍ ହ୍ୱିଚ୍ ଷ୍ଟେଟ୍ ବା ସମର ଅଭ୍ୟାସ ପ୍ରଗତି 2026ର ପ୍ରଥମ ସଂସ୍କରଣ କେଉଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ମେଘାଳୟ। ମନେ ରଖିବେ, ସାମରିକ ସମ୍ପର୍କକୁ ମଜବୁତ କରିବା ପାଇଁ ଭାରତୀୟ ସେନା ମେଘାଳୟ ଉମରୋଇ ଠାରେ ପ୍ରଗତି ସମର ଅଭ୍ୟାସ ଆରମ୍ଭ କରୁଛି ବା କରିବାକୁ ଯାଉଛି। ଏଥିରେ ଭାରତ ସହିତ 15ଟି ବନ୍ଧୁ ଦେଶ, ମୁଖ୍ୟତଃ ଆସିଆନ ଦେଶଗୁଡ଼ିକ ଭାଗ ନେଉଛନ୍ତି। ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତଙ୍କବାଦର ବିରୋଧୀ କାର୍ଯ୍ୟାନୁଷ୍ଠାନ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା। ଭାରତ ଆକ୍ଟ ଇଷ୍ଟ ପଲିସି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଇଣ୍ଡିଆ ସେକ୍ୟୁର୍ଡ ଏ ଟୋଟାଲ ଅଫ୍ ହାଉ ମେନି ମେଡାଲ୍ସ ଏଟ୍ ଦ ISSF ଜୁନିୟର ୱାର୍ଲଡ କପ୍ 2026 ବା ISSF ଜୁନିୟର ସୁଟିଂ ବିଶ୍ୱକପ୍ 2026ରେ ଭାରତର ମୋଟ କେତୋଟି ପଦକ ଜିତିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, 16। ମନେ ରଖିବେ, କାଇରୋ ଇଜିପ୍ଟରେ ଅନୁଷ୍ଠିତ ISSF ଜୁନିୟର ବିଶ୍ୱକପ୍ରେ ଭାରତୀୟ ସୁଟରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତରେ ମୋଟ 16ଟି ପଦକ ଜିତି ପଦକ ତାଲିକାରେ ଶୀର୍ଷରେ ରହିଛି, ଯେଉଁଥିରେ 5ଟି ସ୍ୱର୍ଣ୍ଣ ପଦକ, 6ଟି ରୌପ୍ୟ ପଦକ ଏବଂ 5ଟି କାଂସ୍ୟ ପଦକ ସାମିଲ ଅଛି। ଏହି ସଫଳତା ଦର୍ଶାଉଛି ଯେ ଭାରତୀୟ ସୁଟିଂର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ଏବଂ 2028 ଅଲିମ୍ପିକ୍ ପାଇଁ ଆମ ପାଖରେ ଅନେକ ଦକ୍ଷ ଖେଳାଳି ପ୍ରସ୍ତୁତ ଅଛନ୍ତି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ହ୍ୟାଜ୍ ବିନ୍ ଆପଏଣ୍ଟେଡ୍ ଏଜ୍ ଦ ଫାର୍ଷ୍ଟ ଓମେନ୍ ଚିଫ୍ ଜଷ୍ଟିସ୍ ଅଫ୍ ଦ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବା ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବରେ କିଏ ନିଯୁକ୍ତ ହୋଇଛନ୍ତି? ଯାହାର ସଠିକ୍ ଉତ୍ତରଟି ହେଉଛି ଜଷ୍ଟିସ୍ ଲିସା ଗିଲ୍। ମହିଳା ସଶକ୍ତିକରଣ କ୍ଷେତ୍ରରେ ନ୍ୟାୟପାଳିକାରେ ଏକ ବଡ଼ ଇତିହାସ ରଚାଯାଇଛି। ଜଷ୍ଟିସ୍ ଲିସା ଗିଲ୍ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ବିଚାରପତି ରହିଥିଲେ। ତାଙ୍କର ପ୍ରାୟ 36 ବର୍ଷର ଆଇନଗତ ଅଭିଜ୍ଞତା ରହିଛି। ଭାରତର ଉଚ୍ଚ ନ୍ୟାୟପାଳିକାରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଅଟେ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଟିମ୍ ଓନ୍ ଦ AFC ଚାମ୍ପିୟନ୍ସ ଲିଗ୍ 2026 ବା AFC ଚାମ୍ପିୟନ୍ସ ଲିଗ୍ 2026ର ବିଜେତା କେଉଁ ଦଳ ହୋଇଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଅଲ୍
ଆହିଲି ସାଉଦି ଏଫ୍ସି। ଫୁଟବଲ ଦୁନିଆରେ ସାଉଦି ଆରବର କ୍ଲବଗୁଡ଼ିକ ଏବେ ଧମାଲ କରୁଛନ୍ତି। ଅଲ୍ ଆହଲି ସାଉଦି ଏଫ୍ସି ଏଥର ଏଏଫ୍ସି ଚାମ୍ପିଅନ୍ସ ଲିଗ୍ ଜିତି ଏସିଆର ଶ୍ରେଷ୍ଠ କ୍ଲବ ଭାବରେ ଗୌରବ ଅର୍ଜନ କରିଛି। ଏହି ବିଜୟ ସହ ସେମାନେ ଆଗାମୀ ଫିଫା କ୍ଲବ ବିଶ୍ୱକପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ସାଉଦି ଫୁଟବଲରେ କରାଯାଉଥିବା ନିବେଶ ଏବେ ସଫଳତା ଆଣିଦେଇଛି। ଜାଣି ରଖନ୍ତୁ, ସାଉଦି ବିଶ୍ୱ ତାରକା ନେମାର ଜୁନିୟରଙ୍କୁ ମଧ୍ୟ ନିଜ ଟିମ୍ରେ ଇନକ୍ଲୁଡ଼ କରିସାରିଛି। ଅର୍ଥାତ୍ ସେମାନେ ବହୁତ ଇନଭେଷ୍ଟମେଣ୍ଟ କରୁଛନ୍ତି ନିଜ ଉପରେ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଦ ଥିମ୍ ଫର୍ ଦ ୱାର୍ଲଡ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଡେ 2026 ଇଜ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, IP ଆଣ୍ଡ ସ୍ପୋର୍ଟସ୍ ରେଡି ସେଟ୍ ଇନୋଭେଟ୍। ପ୍ରତିବର୍ଷ ଅପ୍ରେଲ 26ରେ ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ ବା ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଡେ ପାଳନ କରାଯାଇଥାଏ। 2026 ପାଇଁ ଏହାର ଥିମ୍ ରହିଛି IP ଆଣ୍ଡ ସ୍ପୋର୍ଟସ୍ ରେଡି ସେଟ୍ ଇନୋଭେଟ୍। କ୍ରୀଡ଼ା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ, ଡିଜାଇନ୍ ଏବଂ ବ୍ରାଣ୍ଡିଂକୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ବିଷୟରେ ଏହା ସଚେତନତା ସୃଷ୍ଟି କରେ। ଖେଳାଳିମାନଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତ କରିବା କମ୍ପାନୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବୌଦ୍ଧିକ ସମ୍ପଦର ଅଧିକାର ବହୁତ ଜରୁରୀ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ଇଜ୍ ଦ ଅଥର ଅଫ୍ ଦ ବୁକ୍ ଅଫ୍ ଡେଲି ବ୍ରିଲିଏନ୍ସ 111 Days to Transformation ପବ୍ଲିଶ୍ଡ ବାୟ ହାର୍ପର କଲିନ୍ସ ଦ୍ୱାରା ପ୍ରକାଶିତ ଦ ବୁକ୍ ଅଫ୍ ଡେଲି ବ୍ରିଲିଏନ୍ସ 111 Days to Transformationର ଲେଖକ କିଏ? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ପାମେଲା ପୂଜା କ୍ରିପାଲିନି। ମନେ ରଖିବେ, ଯଦି ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ ଚାହୁଁଛନ୍ତି ତେବେ ଏହି ପୁସ୍ତକଟି ବହୁତ ଚର୍ଚ୍ଚାରେ ଅଛି। ପାମେଲା ପୂଜା କ୍ରିପାଲିନି ଜଣେ ପ୍ରସିଦ୍ଧ NLP ବା ନ୍ୟୁରୋ ଲିଙ୍ଗୁଇଷ୍ଟିକ୍ ପ୍ରୋଗ୍ରାମିଂ କୋଚ୍। ସେ ଏହି ପୁସ୍ତକରେ 111 ଦିନର ଏକ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ବିଜ୍ଞାନ କୁହେ ଯଦି ଆମେ କ୍ରମାଗତ ଭାବରେ ଛୋଟ ଛୋଟ ଅଭ୍ୟାସ ବଢ଼ାଇ ଚାଲିବା ତେବେ ଆମ ମସ୍ତିଷ୍କର ନ୍ୟୁରାଲ ରିୱେରିଂ ହୋଇଥାଏ। ଏହି ବହିଟି ଆମର ମାନସିକ ଶକ୍ତି ବଢ଼ାଇବା ଏବଂ ଦୈନନ୍ଦିନ ଜୀବନରେ କିପରି ସଫଳତା ପାଇବା ସେଥିପାଇଁ ଏକ ଗାଇଡ଼ ଭାବେ କାମ କରୁଛି। ତେଣୁ ଆପଣ ବୁକ୍ର ନେମ୍ ଆଉ ଅଥରର ନେମ୍ଟା ମନେ ରଖନ୍ତୁ। ଥରେ ଥରେ ତାଙ୍କ ପ୍ରଫେସନ୍ ବି ପଚାରିଥାଏ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଗିରନାର ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଇଣ୍ଡିଆନ୍ ଷ୍ଟେଟ୍ ବା ଗିରନାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତର କେଉଁ ରାଜ୍ୟରେ ଅବସ୍ଥିତ? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଗୁଜରାଟ। ଦେଖନ୍ତୁ, ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ରହିଛି ଏହି ପ୍ରସିଦ୍ଧ ଗିରନାର ବନ୍ୟପ୍ରାଣୀ ଅଭୟାରଣ୍ୟ। ଆପଣମାନେ ଜାଣିଥିବେ ଏସିଆଟିକ୍ ଲାୟନ୍ ଏବଂ ଏସୀୟ ସିଂହ କେବଳ ଗୁଜରାଟରେ ହିଁ ଦେଖାଯାଆନ୍ତି। ଗିର୍ ନ୍ୟାସନାଲ ପାର୍କରେ ସିଂହମାନଙ୍କ ସଂଖ୍ୟା ବଢ଼ିବା ପରେ ସେମାନଙ୍କୁ ଏକ ଦ୍ୱିତୀୟ ସୁରକ୍ଷିତ ସ୍ଥାନ ଦେବା ପାଇଁ ଗିରନାର ପାହାଡ଼ିଆ ଅଞ୍ଚଳକୁ ଏହି ଅଭୟାରଣ୍ୟର ମାନ୍ୟତା ଦିଆଯାଇଛି। ଏଠାରେ କେବଳ ସିଂହ ନୁହନ୍ତି ବରଂ କର୍ଲାପତିଆ ବାଘ ଓ ଶାଗୁଣାମାନଙ୍କର ମଧ୍ୟ ସଂରକ୍ଷଣ କରାଯାଉଛି। ତେଣୁ ଗିରନାର ମନେ ରଖନ୍ତୁ ଗୁଜରାଟର ଜୁନାଗଡ଼। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ କଣ୍ଟ୍ରି ହ୍ୟାଜ୍ ରିସେଣ୍ଟଲି ବିକେମ୍ ଦ 33rd ନେସନ୍ ଇନ୍ ଦ ୱାର୍ଲଡ ଟୁ ଜେନେରେଟ୍ ଇଲେକ୍ଟ୍ରିସିଟି ୟୁଜିଂ ନ୍ୟୁକ୍ଲିୟର ଏନର୍ଜି ବା କେଉଁ ଦେଶ ନିକଟରେ ଆଣବିକ ଶକ୍ତି ବା ପରମାଣୁ ଶକ୍ତି ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରୁଥିବା ବିଶ୍ୱର 33ତମ ଦେଶ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ବାଂଲାଦେଶ। ଆମ ପଡ଼ୋଶୀ ଦେଶ ବାଂଲାଦେଶ ଆଜି ବିଶ୍ୱର ଏକ ଇଲିଟ୍ କ୍ଲବରେ ସାମିଲ ହୋଇଛି। ରୁଷ ସହାୟତାରେ ନିର୍ମିତ ରୂପପୁର ପରମାଣୁ ଶକ୍ତି କେନ୍ଦ୍ର ମାଧ୍ୟମରେ ବାଂଲାଦେଶ ଏବେ ପରମାଣୁ ଶକ୍ତିର ବିଦ୍ୟୁତ ଉତ୍ପାଦନ କରୁଛି। ଏହା ସେମାନଙ୍କର ଭିଜନ୍ 2041ର ଏକ ବଡ଼ ଅଂଶ। ଏହାଦ୍ୱାରା ବାଂଲାଦେଶରେ ଶିଳ୍ପାୟନ ବହୁ ଦ୍ରୁତ ଗତିରେ ହୋଇପାରିବ ଏବଂ କୋଇଲା ଉପରେ ସେମାନଙ୍କର ନିର୍ଭରଶୀଳ କମିବ। ଦକ୍ଷିଣ ଏସିଆର ଶକ୍ତି କ୍ଷେତ୍ରରେ ଏହା ଏକ ବଡ଼ ବିପ୍ଳବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଡିଷ୍ଟ୍ରିକ୍ଟ ହ୍ୟାଜ୍ ବିନ୍ ଡେଭଲପ୍ଡ ଏଜ୍ ଇଣ୍ଡିଆଜ୍ ଫାର୍ଷ୍ଟ ପର୍ଲ ଫାର୍ମିଂ କ୍ଲଷ୍ଟର
ବା ଭାରତର ପ୍ରଥମ ମୁକ୍ତା ଚାଷ କ୍ଲଷ୍ଟର ଭାବରେ କେଉଁ ଜିଲ୍ଲାକୁ ବିକଶିତ କରାଯାଇଛି? ଯାହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ହଜାରିବାଗ, ଝାରଖଣ୍ଡ। ସାଧାରଣତଃ ଆମେ ଭାବୁ ମୁକ୍ତା କେବଳ ସମୁଦ୍ରରୁ ମିଳେ, କିନ୍ତୁ ଝାରଖଣ୍ଡର ହଜାରିବାଗ ଜିଲ୍ଲା ଏହି ଧାରଣାକୁ ବଦଳାଇ ଦେଇଛି। ଏଠାରେ ସ୍ଥାନୀୟ ପୋଖରୀ ଏବଂ ଜଳାଶୟରେ ମିଠା ପାଣି ମୁକ୍ତା ଫ୍ରେଶ୍ ୱାଟର ପର୍ଲ ଚାଷ କରାଯାଉଛି। ସରକାର ଏହାକୁ ଏକ କ୍ଲଷ୍ଟର ଭାବରେ ଘୋଷଣା କରି ଚାଷୀମାନଙ୍କୁ ତାଲିମ ଦେଉଛନ୍ତି ଓ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ସ୍ଥାନୀୟ ଆଦିବାସୀ ଏବଂ ଚାଷୀମାନଙ୍କର ରୋଜଗାର ବହୁଗୁଣିତ ହୋଇପାରିବ। ମୁକ୍ତା ଚାଷ କ୍ଷେତ୍ରରେ ଭାରତ ଏହା ପ୍ରଥମ ସଂଗଠିତ ପ୍ରୟାସ, ଯାହା ହଜାରିବାଗରୁ ଆରମ୍ଭ ହୋଇଛି। ଆଜି ପାଇଁ ଏତିକି ଥିଲା। ଲଟ୍ ଟୁ ନୋ, ଲଟ୍ ଟୁ ଡିସ୍କସ୍। ସି ୟୁ ସୁନ୍।